ओम शांति 25 नवेम्बर 2025 प्रातः मुरली बाप दादा मधुबन। परम शिक्षक शिव भगवान उवाच, मीठे बच्चे, आत्मा को शत प्रदान करने पाई चिंता कर, कौनसी भी कमी रही न जाऊ, माया कौनसी भूल कराई न देऊ। आजर प्रश्न, तुमମାନଙ୍କ मुखରୁ କେଉଁ ଶୁଭବାଣୀ ସର୍ବଦା ବାହାରିବା ଉଚିତ? ତୁମମାନଙ୍କ ମୁଖରୁ କେଉଁ ଶୁଭବାଣୀ ସର୍ବଦା ବାହାରିବା ଉଚିତ? ଉତ୍ତର, ସର୍ବଦା ମୁଖ ଦ୍ୱାରା ଏହି ଶୁଭ କଥା କୁହ ଯେ ଆମେ ନରରୁ ନାରାୟଣ ହେବୁ। କମ୍ ନୁହେଁ, ଆମେ ହିଁ ବିଶ୍ୱର ମାଲିକ ଥିଲୁ, ପୁନର୍ବାର ହେବୁ। କିନ୍ତୁ ଏହି ଲକ୍ଷ୍ୟ ବହୁତ ଉଚ୍ଚ ଅଟେ। ସେଥିପାଇଁ ବହୁତ ଖବରଦାର ରହିବାକୁ ହେବ। ପ୍ରତିଦିନ ନିଜର ଚାର୍ଟ ଦେଖିବାକୁ ହେବ। ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ପୁରୁଷାର୍ଥ କରିବାକୁ ହେବ। ହାର୍ଟଫେଲ୍ ହେବାର ନାହିଁ। ଓମ୍ ଶାନ୍ତି। ବାବା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ଏଠାରେ ଯେତେବେଳେ ଯୋଗର ଯାତ୍ରାରେ ବସୁଛ, ସେତେବେଳେ ସବୁ ଭାଇ ଭଉଣୀମାନଙ୍କୁ କୁହ ଯେ ତୁମେମାନେ ଆତ୍ମ ଅଭିମାନୀ ହୋଇ ବସ ଏବଂ ବାବାଙ୍କୁ ମନେ ପକାଅ। ସମସ୍ତଙ୍କୁ ଏହି ସ୍ମୃତି ଦେବା ଉଚିତ। ତୁମକୁ ଏବେ ଏହି ସ୍ମୃତି ମିଳୁଛି। ଆମେ ଆତ୍ମା, ଆମର ବାବା ଆମକୁ ପାଠ ପଢ଼ାଇବାକୁ ଆସିଛନ୍ତି। ଆମେମାନେ ଏହି କର୍ମେନ୍ଦ୍ରିୟ ଦ୍ୱାରା ପଢ଼ୁଛୁ। ବାବା ମଧ୍ୟ କର୍ମେନ୍ଦ୍ରିୟର ଆଧାର ନେଇ ଏହାଙ୍କ ମାଧ୍ୟମରେ ପ୍ରଥମେ କହୁଛନ୍ତି, ବାବାଙ୍କୁ ମନେ ପକାଅ। ପିଲାମାନଙ୍କୁ ବୁଝାଯାଉଛି ଯେ ଏହା ହେଉଛି ଜ୍ଞାନ ମାର୍ଗ, ଏହାକୁ ଭକ୍ତି ମାର୍ଗ କୁହାଯିବ ନାହିଁ। ଜ୍ଞାନ ଏକମାତ୍ର ଜ୍ଞାନର ସାଗର ପତିତ ପାବନ ଶିବ ବାବା ହିଁ ଦେଉଛନ୍ତି। ତୁମକୁ ପ୍ରଥମ ନମ୍ବରର ପାଠ ଏହିଠାରେ ହିଁ ମିଳୁଛି। ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ଏହା ବହୁତ ଜରୁରୀ ଅଟେ। ଆଉ କୌଣସି ସତ୍ସଙ୍ଗରେ ଏକଥା କେହି କହିବେ ନାହିଁ। ଯଦିଓ ଆଜିକାଲି ବହୁତ କୃତ୍ରିମ ସଂସ୍ଥା ବାହାରିଲାଣି, ତୁମଠାରୁ ଶୁଣି ଯଦି ଏକଥା କେହି କହିବେ, ତେବେ ଅର୍ଥ ବୁଝିପାରିବେ ନାହିଁ। ତାଙ୍କଠାରେ ବୁଝାଇବାର ବୁଦ୍ଧି ହିଁ ନାହିଁ। ବାବା ଏକଥା କେବଳ ତୁମମାନଙ୍କୁ ହିଁ କହୁଛନ୍ତି ଯେ ବେହଦର ବାବାଙ୍କୁ ସ୍ମରଣ କର, ତେବେ ବିକର୍ମ ବିନାଶ ହୋଇଯିବ। ବିବେକ ମଧ୍ୟ କହୁଛି, ଏହା ପୁରୁଣା ଦୁନିଆ ଅଟେ। ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ ଭିତରେ ବହୁତ ଫରକ ରହିଛି। ତାହା ପବିତ୍ର ଦୁନିଆ, ଏହା ପତିତ ଦୁନିଆ। ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ ଆସ, ଆସି ଆମମାନଙ୍କୁ ପବିତ୍ର କର। ଗୀତାରେ ମଧ୍ୟ ଏ ଶବ୍ଦ ରହିଛି ଯେ ମୋତେ ମନେ ପକାଅ। ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କରି ନିଜକୁ ଆତ୍ମା ଭାବ। ଏହି ଦେହର ସମ୍ବନ୍ଧ ଆଗରୁ ନଥିଲା। ତୁମେ ଆତ୍ମା, ଏଠାକୁ ଅଭିନୟ କରିବାକୁ ଆସୁଛ। ଗାୟନ ମଧ୍ୟ ରହିଛି, ଏକା ଆସିଥିଲୁ, ଏକା ଯିବୁ। ଏହାର ଅର୍ଥକୁ ମନୁଷ୍ୟମାନେ ବୁଝୁନାହାନ୍ତି। ଏବେ ତୁମେମାନେ ପ୍ରକୃତ ଅର୍ଥକୁ ଜାଣୁଛ। ଆମେ ଏବେ ଯୋଗର ଯାତ୍ରା ଅଥବା ଯୋଗ ବଳ ଦ୍ୱାରା ପବିତ୍ର ହେଉଛୁ। ଏହା ହେଉଛି ରାଜଯୋଗର ଶକ୍ତି। ତାହା ହେଲା ହଠ ଯୋଗ, ଯାହାଦ୍ୱାରା ମନୁଷ୍ୟ ଅଳ୍ପ ସମୟ ପାଇଁ ସୁସ୍ଥ ରହୁଛନ୍ତି। ସତ୍ୟ ଯୁଗରେ ତୁମେମାନେ କେତେ ସୁସ୍ଥ ରହିଥାଅ, ସେଠାରେ ହଠ ଯୋଗର ଆବଶ୍ୟକତା ନଥାଏ। ଏସବୁ ଏହି ଛି ଅର୍ଥାତ୍ ବିକାରୀ ଦୁନିଆରେ ହିଁ କରୁଛନ୍ତି। ଏହା ହେଉଛି ହିଁ ପୁରୁଣା ଦୁନିଆ। ସତ୍ୟ ଯୁଗ ନୂଆ ଦୁନିଆ, ଯାହାକି ଅତୀତ ହୋଇଗଲାଣି, ଯେଉଁଠାରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଏକଥା କାହାକୁ ହେଲେ ବି ଜଣା ନାହିଁ। ସେଠାରେ ସବୁ ଜିନିଷ ନୂଆ ହେବ।
ଗୀତ ମଧ୍ୟ ରହିଛି ନା, ଜାଗ୍ ସଜନିଆ ଜାଗ୍। ସତ୍ୟଯୁଗ ହେଉଛି ନବଯୁଗ, କଳିଯୁଗ ହେଲା ପୁରୁଣା ଯୁଗ। ବର୍ତ୍ତମାନ ଏହାକୁ କେହି ବି ସତ୍ୟଯୁଗ ବୋଲି କହିବେ ନାହିଁ। ବର୍ତ୍ତମାନ କଳିଯୁଗ ଅଟେ। ତୁମେ ସତ୍ୟଯୁଗ ପାଇଁ ପାଠ ପଢ଼ୁଛ। ଏପରି ପାଠ ଆଉ କେହି ପଢ଼ାଉ ନଥିବେ ଯିଏ କହିବେ ଯେ ଏହି ପାଠ ପଢ଼ିଲେ ତୁମକୁ ନୂଆ ଦୁନିଆରେ ରାଜପଦ ମିଳିବ। ବାବାଙ୍କ ବ୍ୟତୀତ ଏକଥା କେହି କହିପାରିବେ ନାହିଁ। ତୁମ ପିଲାମାନଙ୍କୁ ପ୍ରତ୍ୟେକ କଥାର ସ୍ମୃତି ଦିଆଯାଉଛି। ତୁମେମାନେ କୌଣସି ଭୁଲ କରିବା ଉଚିତ ନୁହେଁ। ବାବା ସମସ୍ତଙ୍କୁ ବୁଝାଉଛନ୍ତି, କେଉଁଠାରେ ବି ରୁହ, ଧନ୍ଦା ଆଦି କର, କିନ୍ତୁ ନିଜକୁ ଆତ୍ମା ମନେକରି କର। ଯଦି କାମଧନ୍ଦା ଭିତରେ କିଛି ଅସୁବିଧା ହେଉଛି, ତେବେ ଯେତେ ସମ୍ଭବ ସମୟ ବାହାର କରି ଯୋଗରେ ବସ। ଆତ୍ମା ପବିତ୍ର ହୋଇଯିବ। ଆତ୍ମାକୁ ପବିତ୍ର କରିବା ପାଇଁ ଆଉ କୌଣସି ଉପାୟ ହିଁ ନାହିଁ। ତୁମେମାନେ ନୂଆ ଦୁନିଆ ପାଇଁ ଏବେ ରାଜଯୋଗ ଶିଖୁଛ। ସେଠାକୁ କଳିଯୁଗୀ ଆତ୍ମା ଯାଇପାରିବେ ନାହିଁ। ମାୟା ଆତ୍ମାର ଡେଣାକୁ ଭାଙ୍ଗି ଦେଇଛି। ଆତ୍ମା ଉଡ଼ିଥାଏ ନା। ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଉଛି। ଆତ୍ମା ହେଉଛି ସବୁଠାରୁ ତୀକ୍ଷ୍ଣ ରକେଟ୍। ତୁମମାନଙ୍କୁ ଏହି ନୂଆ ନୂଆ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଆତ୍ମା କେତେ ଛୋଟ ରକେଟ୍ ଅଟେ। ଏଥିରେ 84 ଜନ୍ମର ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏପରି କଥା ମନେ ରହିଲେ ଉମଙ୍ଗ ଆସିବ। ସ୍କୁଲରେ ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ବିଦ୍ୟା ମଧ୍ୟ ରହିଥାଏ ନା, ବିଦ୍ୟା ମନେ ରହିଥାଏ ନା? ତୁମ ବୁଦ୍ଧିରେ ଏବେ କ'ଣ ଅଛି? ବୁଦ୍ଧି ଶରୀରରେ ନାହିଁ, ଆତ୍ମାରେ ହିଁ ମନ ବୁଦ୍ଧି ରହିଛି। ଆତ୍ମା ହିଁ ପାଠ ପଢ଼ୁଛି। ଚାକିରି ଆଦି ସବୁ ଆତ୍ମା ହିଁ କରୁଛି। ଶିବ ବାବା ମଧ୍ୟ ଆତ୍ମା ଅଟନ୍ତି, କିନ୍ତୁ ତାଙ୍କୁ ପରମ କୁହାଯାଉଛି। ସେ ଜ୍ଞାନର ସାଗର ଅଟନ୍ତି। ସେ ହେଉଛନ୍ତି ବହୁତ ଛୋଟ ବିନ୍ଦୁ। ଏକଥା ମଧ୍ୟ କାହାକୁ ହେଲେ ଜଣାନାହିଁ। ବାବାଙ୍କ ପାଖରେ ଥିବା ସଂସ୍କାର ଗୁଡ଼ିକୁ ତୁମ ସନ୍ତାନମାନଙ୍କଠାରେ ଭରପୁର କରାଯାଉଛି। ଏବେ ତୁମେ ଯୋଗବଳ ଦ୍ୱାରା ପବିତ୍ର ହେଉଛ। ସେଥିପାଇଁ ପୁରୁଷାର୍ଥ କରିବାକୁ ପଡ଼ିବ। ପାଠ ପଢ଼ାରେ ଚିନ୍ତା ରହିଥାଏ ଯେ ଆମେ ଯେପରି ଫେଲ୍ ନ ହୋଇଯାଉ। ଏଥିରେ ମଧ୍ୟ ପ୍ରଥମ ନମ୍ବରର ବିଷୟ ହେଉଛି ଆମେ ଆତ୍ମା କିପରି ଶତପ୍ରଧାନ ହେବୁ। କିଛି ଅଭାବ ଯେପରି ରହି ନ ଯାଉ, ନଚେତ୍ ଫେଲ୍ ହୋଇଯିବ। ମାୟା ତୁମକୁ ପ୍ରତ୍ୟେକ କଥାରେ ଭୁଲାଇ ଦେଉଛି। ଆତ୍ମା ଚାହୁଁଛି ମଧ୍ୟ ଚାଟ୍ ରଖିବି। ସାରା ଦିନ ଭିତରେ ଯେପରି କୌଣସି ଆସୁରୀ କାମ ନ କରେ, କିନ୍ତୁ ମାୟା ଚାଟ୍ ରଖିବାକୁ ଦେଉନାହିଁ। ତୁମେମାନେ ମାୟାର ଜାଲରେ ଆସିଯାଉଛ। ମନ ମଧ୍ୟ କହୁଛି ଚାଟ୍ ରଖିବୁ। ବ୍ୟାପାରୀମାନେ ସର୍ବଦା ଲାଭ କ୍ଷତିର ଚାଟ୍ ରଖିଥାନ୍ତି। ତୁମର ତ ଏହା ବହୁତ ବଡ଼ ଚାଟ୍ ଅଟେ। ଏହା 21 ଜନ୍ମର ରୋଜଗାର। ତେଣୁ ଏଥିରେ କୌଣସି ଭୁଲ କରିବା ଉଚିତ ନୁହେଁ। ପିଲାମାନେ ବହୁତ ଭୁଲ କରୁଛନ୍ତି। ଏହି ବାବାଙ୍କୁ ତ ତୁମେମାନେ ସୂକ୍ଷ୍ମ ଲୋକ ଏବଂ ସ୍ୱର୍ଗରେ ମଧ୍ୟ ଦେଖୁଛ। ବାବା ମଧ୍ୟ ବହୁତ ପୁରୁଷାର୍ଥ କରୁଛନ୍ତି। ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ବାବାଙ୍କ ସ୍ମୃତିରେ ସ୍ନାନ କରୁଛି, ଭୋଜନ କରୁଛି, ତଥାପି ଭୁଲି ଯାଉଛି, ପୁଣି ସ୍ମରଣ କରିବାରେ ଲାଗିଯାଉଛି। ଏହା ବହୁତ ବଡ଼ ବିଷୟ ଅଟେ। ଏଥିରେ କୌଣସି ମତଭେଦ ଆସିପାରିବ ନାହିଁ। ଗୀତାରେ ମଧ୍ୟ ଅଛି, ଦେହ ସହିତ ଦେହର ସବୁ ଧର୍ମକୁ ଛାଡ଼। ବାକି ରହିଲା ଆତ୍ମା। ଦେହକୁ ଭୁଲି ନିଜକୁ ଆତ୍ମା ଭାବ। ଆତ୍ମା ହିଁ ପତିତ ତମୋପ୍ରଧାନ ହୋଇଛି। ମନୁଷ୍ୟ ପୁଣି କହିଦେଉଛନ୍ତି ଆତ୍ମା ନିର୍ଲିପ୍ତ ଅଟେ। ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା ଅଟେ। ସେଥିପାଇଁ ଭାବୁଛନ୍ତି
आत्मारे कौनसी लेप छेप अर्थात दाग लागू नाही। तेबे तमगुणी मनुष्य तमगुणी शिक्षा ही देइथांती। सेमाने सतगुणी करिपारिबे नाही। भक्ति मार्गरे तमो प्रधान हेबाकू पड़िबो। प्रत्येक जिनिष प्रथमे सतो प्रधान पुणी रजो तमोरे आसुछि। स्थापना एवं विनाश होइथाए। बाबा नुआ दुनियार निर्माण करुछंती, पुणी एही पुरुणा दुनियार विनाश होइजिबो। भगवान नुआ दुनियार स्रष्टा अटंती। यही पुरुणा दुनिया अपरिवर्तित होई नुआ हेबो। नुआ दुनियार चिन्ह तो एही लक्ष्मी नारायण अटंती ना। एमाने नुआ दुनियार मालिक। त्रेता को मध्य नुआ दुनिया कुहाजिब नहीं। कलिजुग को पुरुणा, सत्यजुग को नुआ दुनिया कुहा जाउछि। कलिजुगर शेष एवं सत्यजुग आदिर एहा हेला संगम जुग। केही केही MA BA पढ़ी बहुत उच्च पदर अधिकारी होई जानते ना। तुमे माने मध्य एही पाठ पढ़ा द्वारा केते उच्च हेउछ। दुनिया एही कथा को जानी नाही जे एहांकु एते उच्च किए करिला। तुमे माने एबे आदि मध्य अंत को जानी गलनी। समस्तंकर जीवन कहानी को तुमे जानिछ। एहा हेउछि ज्ञान। भक्ति रे ज्ञान नाही, केवल कर्मकांड शिखाउछंती। असरंती भक्ति रहिछि। केते वर्णना करुछंती। भक्ति रे मध्य बहुत सुंदरता रहिछि। बीजरे केउ सुंदरता रहिछि। एते छोट बीज केते बड़ होई जाउछि। एहा भक्तिर वृक्ष। असरंती कर्मकांड रहिछि। ज्ञान मार्गरे केवल गोटिए गुटका अर्थात गोटिए कुहुक गोली, ताहा हेउछि मन मना भव। बाबा कहुछंती, तम प्रधानरु सतो प्रधान हेबा पाई मोते मने पकाओ। तुमे माने कहुछ मध्य, हे पतित पावन, आसी आमको पवित्र कर। रावण राज्य रे समस्ते पतित दुखी, राम राज्य रे समस्ते पवित्र सुखी हेबे। राम राज्य रावण राज्य नामत रहिछि। तुम मानंक व्यतीत एही राम राज्य विषय रे काहाको हेले जला नाही। तुमे वाले एबे पुरुषार्थ करुछ। 84 जन्मर रहस्य को मध्य तुम मानंक व्यतीत आउ केही हेले जानी लाहांती। जदिओ कहुछंती भगवान ओ बाच मन मना भव, तेबे एपरि केही बुझाई पारिबे नाही जे तुमे 84 जन्म किपरि पूरा करिछ। एबे चक्र पूरा हेउछि। गीता शुणाउथिबा व्यक्तिक ठारू जाई शुण गीता विषय रे कौन कहउछंती। तुम बुद्धि रे एबे सारा ज्ञान रहुछि। बाबा पचारुछंती, आगरु केबे बाबांक सहित मिसिथिल? कहउछंती, हाँ बाबा, कल्प पूर्वरु मिसिथिलु। बाबा पचारुछंती, एवं तुमे अर्थ सहित उत्तर देउछ। एपरि लुहे जे सुआ सदृश कहिदेव। पुणी बाबा पचारुछंती, काहीकि मिसिथिल? कौन पाइथिल? तेणु तुमे कहिपारिब, आमे विश्वर राज्य भाग्य पाइथिलु। एथिरे सबु आसी जाउछि। जदिओ तुमे माने कहुछ नररु नारायण होइथिलु, किंतु विश्वर मालिक हेबा सेथिरे राजा राणी एवं दैवी राजधानी सब रहिबो। तार मालिक राजा राणी प्रजा समस्ते हेबे। एहाकु शुभ बाड़ी बोली कुहा जाउछि। आमे तो नररु नारायण हेबु, कम नुहे। बाबा कहुछंती, हाँ पिला माने, सेथिपाई पूरा पुरुषार्थ कर। निजर चार्ट को मध्य देखिबाकू हेबो। यही अवस्था रे मु उच्च पद पाई पारिबी ना लाही। केते जल को रास्ता बताइछि
କେତେ ଜଣଙ୍କୁ ରାସ୍ତା ବତାଉଛି, କେତେ ଅନ୍ଧଙ୍କର ଲାଠି ହୋଇଛି। ସେବା ନ କଲେ ବୁଝିଯିବା ଦରକାର ଆମେ ପ୍ରଜାରେ ଚାଲିଯିବୁ। ନିଜ ମନକୁ ପଚାରିବା ଉଚିତ, ଯଦି ଏବେ ମୁଁ ଶରୀର ଛାଡ଼ିଦେବି ତେବେ ସେଠାରେ ଯାଇ କେଉଁ ପଦ ପାଇବି? ଲକ୍ଷ୍ୟ ବହୁତ ବଡ଼, ତେଣୁ ଖବରଦାର ରହିବା ଦରକାର। କେତେକ ସନ୍ତାନ ଭାବୁଛନ୍ତି ବାସ୍ତବରେ ଆମେ ଯୋଗ ହିଁ କରୁନାହୁଁ, ତେବେ ଚାଟ୍ ରଖି କ'ଣ କରିବୁ? ଏହାକୁ ହାର୍ଟଫେଲ୍ ଅବସ୍ଥା କୁହାଯିବ। ସେମାନେ ପାଠ ମଧ୍ୟ ସେହିଭଳି ପଢ଼ିଥାନ୍ତି, କୌଣସି ଧ୍ୟାନ ଦିଅନ୍ତି ନାହିଁ। ମିଆଁ ମିଠୁ ହୋଇ ବସିବା ଉଚିତ ନୁହେଁ, ନଚେତ୍ ଫେଲ୍ ହୋଇଯିବ। ନିଜର କଲ୍ୟାଣ କରିବାକୁ ହେବ। ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତୁମମାନଙ୍କ ସମ୍ମୁଖରେ ଅଛି। ପାଠ ପଢ଼ି ଆମକୁ ଏହିପରି ହେବାକୁ ପଡ଼ିବ। ଏହା ମଧ୍ୟ ୱଣ୍ଡର ଅଟେ ନା? କଳି ଯୁଗରେ ତ ରାଜତ୍ୱ ନାହିଁ, ସତ୍ୟ ଯୁଗରେ ପୁଣି ଏହାଙ୍କର ରାଜତ୍ୱ କେଉଁଠାରୁ ଆସିଲା? ତେବେ ସବୁର ଆଧାର ପାଠପଢ଼ା ଉପରେ ରହିଛି। ଏପରି ନୁହେଁ ଯେ ଦେବତା ଏବଂ ଅସୁରମାନଙ୍କ ଭିତରେ ଲଢ଼େଇ ଲାଗିଲା। ଦେବତାମାନେ ଜିତିଲେ ଏବଂ ରାଜ୍ୟ ପାଇଲେ। ଅସୁର ଏବଂ ଦେବତାମାନଙ୍କର ଲଢ଼େଇ କିପରି ଲାଗିପାରିବ? ନା କୌରବ ଏବଂ ପାଣ୍ଡବମାନଙ୍କର ଲଢ଼େଇ ଲାଗିଥିଲା। ଏଥିରେ ଲଢ଼େଇ କଥା ହିଁ ନିଷେଧ ହୋଇଯାଇଛି। ପ୍ରଥମେ ତ ଏହି କଥା କୁହ ଯେ ବାବା କହୁଛନ୍ତି, ଦେହର ସବୁ ସମ୍ବନ୍ଧକୁ ଛାଡ଼ି ନିଜକୁ ଆତ୍ମା ବୋଲି ଭାବ। ତୁମେ ଆତ୍ମା ଅଶରୀରୀ ହୋଇ ଆସିଥିଲ, ଏବେ ପୁଣି ଅଶରୀରୀ ହୋଇ ଘରକୁ ଫେରିବାକୁ ହେବ। ତେବେ ପବିତ୍ର ଆତ୍ମାମାନେ ହିଁ ଘରକୁ ଯାଇପାରିବେ। ତମ ପ୍ରଧାନ ଆତ୍ମା ତ ଘରକୁ ଯାଇପାରିବ ନାହିଁ। ଆତ୍ମାର ଡେଣା ଭାଙ୍ଗି ଯାଇଛି, ମାୟା ପତିତ କରିଦେଇଛି। ଆତ୍ମା ତମ ପ୍ରଧାନ ହୋଇଯାଇଛି, ତେଣୁ ଏବେ ଦୂର ଏବଂ ଏତେ ପବିତ୍ର ଜାଗାକୁ ଯାଇପାରିବେ ନାହିଁ। ଏବେ ତୁମର ଆତ୍ମା କହୁଛି ଯେ ଆମେ ବାସ୍ତବରେ ପରମଧାମର ବାସିନ୍ଦା ଅଟୁ। ଏଠାରେ 5 ତତ୍ତ୍ୱର ପିତୁଳା ନେଇଛୁ ପାଠ କରିବା ପାଇଁ। ମନୁଷ୍ୟ ମରିଗଲେ କୁହନ୍ତି ସ୍ୱର୍ଗବାସୀ ହେଲା। କିଏ ଗଲା? ସେଠାକୁ ଶରୀର ଗଲା ନା ଆତ୍ମା ଗଲା? ଶରୀର ତ ଜଳିଗଲା, ବାକି ରହିଲା ଆତ୍ମା। ସେ ସ୍ୱର୍ଗକୁ ତ ଯାଇପାରିବ ନାହିଁ। ମନୁଷ୍ୟମାନଙ୍କୁ ଯିଏ ଯାହା ଶୁଣାଉଛନ୍ତି ସେମାନେ ସେହି କଥା କହୁଛନ୍ତି। ଭକ୍ତି ମାର୍ଗର ଲୋକମାନେ ଭକ୍ତି ହିଁ ଶିଖାଉଛନ୍ତି। ଅକ୍ୟୁପେସନ୍ ବିଷୟରେ କାହାକୁ ହେଲେ ଜଣା ନାହିଁ। ଶିବଙ୍କର ପୂଜା ସବୁଠାରୁ ଉଚ୍ଚ ବୋଲି କହୁଛନ୍ତି। ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବ, ତାଙ୍କୁ ହିଁ ସ୍ମରଣ କର। ହାତରେ ମାଳା ମଧ୍ୟ ଦେଉଛନ୍ତି, କହୁଛନ୍ତି ଶିବ ଶିବ କହି ମାଳା ଗଡ଼ାଉଥାଅ। କିଛି ନ ବୁଝି ମାଳା ଉଠାଇ ଶିବ ଶିବ କହୁଛନ୍ତି। ଗୁରୁମାନେ ଅନେକ ପ୍ରକାରର ଶିକ୍ଷା ଦେଉଛନ୍ତି। ଏଠାରେ ତ ଗୋଟିଏ କଥା, ବାବା ନିଜେ କହୁଛନ୍ତି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ। ମୁଖ ଦ୍ୱାରା ଶିବ ଶିବ ମଧ୍ୟ କହିବା ଉଚିତ ନୁହେଁ। ବାବାଙ୍କର ନାମ ପିଲାମାନେ ସ୍ମରଣ କରିନଥାନ୍ତି। ଏସବୁ ହେଉଛି ଗୁପ୍ତ। କାହାକୁ ହେଲେ ଜଣା ନାହିଁ ଯେ ତୁମେ କ'ଣ କରୁଛ। ତେବେ ଯିଏ କଳ୍ପ ପୂର୍ବରୁ ବୁଝିଥିଲେ ସିଏ ହିଁ ବୁଝିବେ। ନୂଆ ନୂଆ ସନ୍ତାନମାନେ ଆସୁଛନ୍ତି, ବୃଦ୍ଧି ହୋଇ ଚାଲିଛି। ଆଗକୁ ଯାଇ ଡ୍ରାମା କ'ଣ ଦେଖାଉଛି ତାକୁ ସାକ୍ଷୀ ହୋଇ ଦେଖିବାକୁ ହେବ। ପ୍ରଥମରୁ ବାବା ସାକ୍ଷାତକାର କରାଇବେ ନାହିଁ ଯେ ଆଗକୁ ଏସବୁ ଘଟଣା ଘଟିବ। ତାହା ହେଲେ ତ ଏହା କୃତ୍ରିମ ନାଟକ ହୋଇଯିବ। ଏହା ବହୁତ ବୁଝିବାର କଥା। ତୁମମାନଙ୍କୁ ଏବେ ଜ୍ଞାନ ମିଳୁଛି, ଭକ୍ତି ମାର୍ଗରେ ଅଜ୍ଞାନ ଥିଲ। ଜାଣିଛ ଡ୍ରାମାରେ ଭକ୍ତି ମଧ୍ୟ ନିର୍ଦ୍ଧାର୍ଯ୍ୟ ରହିଛି। ଏବେ ତୁମେମାନେ ଜାଣୁଛ ଆମେମାନେ ଏହି ପୁରୁଣା ଦୁନିଆର ବାସିନ୍ଦା ନୁହେଁ। ଛାତ୍ରମାନଙ୍କର ଏହି ପାଠପଢ଼ା ବୁଦ୍ଧିରେ ରହିଛି।
तुमको मध्य मुख्य मुख्य पॉइंट्स बुद्धि रे धारण करने को हेब। प्रथमे अलफंक कथा निश्चय कर, अलफंक कथा पक्का कर, तापरे आग को जीवा। नचेत से माने फालतू कथा पचारिबे। कन्या माने लेखिकरी देउछंती, अमुक लेखिछंती जे गीतार भगवान हेले शिव। यह तो बिल्कुल ठीक कथा। जदिओ एपरी कहउछंती किंतु बुद्धि रे से कथा रहु नाही। जदिओ बुझिजिबे जे बाबा आसिछंती तेबे कहिबे एपरी बाबांक सहित जाई आमे मिसिबु, वर्षा देबु। किंतु जनकर भी निश्चय हो नाही। तुरंत जनकर मध्य चिठी आसु नाही। लेखुछंती मध्य ज्ञान बहुत भल किंतु एपरी साहस नाही। बुझु नाहंती जे बाबा एपरी बाबा जाहांक ठारू आमे एते दिन राति दूररे रहिथिलु, भक्ति मार्गरे धक्का खाइलु एवं सेही बाबा विश्वर मालिक करने को आसिछंती, तेणु घरु पलाई आसिलु। आगकु गले एपरी बाहरिबे। जदिओ बाबा को चिन्हीगल उच्चरु उच्च भगवान अटंती, तेबे एपरी बुझाइबा दरकार जेपरी भाग्य खोली जीव। ओम शांति। धारणा पाई मुख्य सार 1 नंबर, व्यवसाय इत्यादि करी आत्मा को पवित्र करिबा पाई मध्य समय बाहर करिबा को पड़िबो एवं जोग करिबार परिश्रम करिबा को हेबो। कौनसी भी आसुरी काम केबे हेले भी करिबार नाही। 2 नंबर, निजर एवं अन्य मानकर कल्याण करिबा को हेबो। निजे पाठ पढ़िबा सहित अन्य मानंकु मध्य पढ़ाइबाकु हेब। मिया मिठू हेबार नाही। वरदान, नाम एवं मान सम्मानर त्याग द्वारा समस्तंकर स्नेह प्राप्त करुथिबा विश्वर भाग्य विधाता भव। जेपरी परमात्मा को नाम रूप ठारू नियारा कहउछंती, किंतु सबुठारू अधिक नामर गायन बाबांकर ही हेउछि, सेहीपरि तुमे माने मध्य अल्प कालर नाम एवं मान सम्मान प्राप्त करिबार इच्छा ठारू दूरे रुह, जहा द्वारा सदा काल पई समस्तंकर प्रिय स्वतः होई जीव। जो माने निजर नाम मान सम्मानर भिखारीपणिया को त्याग करि दियंती, से माने विश्वर भाग्य विधाता होई जानती। तेबे कर्मर फल तो स्वतः भावरे तुम निकट को संपन्न स्वरूप रे अर्थात भरपूर मात्रा रे आसीब, किंतु वर्तमान तुमको अल्प कालर इच्छा मात्रर अविद्या हेबाकू पड़िबो। जदि एबे कंचा फल खाइबार इच्छा को त्याग करिदेब, तेबे भाग्य तुम पछे पछे आसीब। स्लोगन, जेहेतु परमात्मा पितांकर संतान अट, तेणु तुमर बुद्धि रूपी पाव सर्वदा सिंहासन उपरे रहिबा दरकार। ओम शांति। अव्यक्त इशारा, अशरीरी अथवा विदेही स्थितिर अभ्यास को बढ़ाओ। जदि कौनसी भी सेवार योजना करुछ, तेबे कर ता उपरे विचार कर, किंतु कौन हेब किपरि हेब एही भली प्रश्नचित्त बा आश्चर्यजनक होई विचार कर नाही। विदेही बा साक्षी होई विचार कर, योजना कर, ता परे गोटिए सेकेंड भितरे निजर स्थिति को संदेह मुक्त करि दियो, कारण एबे स्थितिर ही आवश्यकता रही एवं विदेही स्थिति अति सहजरे कौनसी भी परिस्थिति को अतिक्रम करि पारिबो। जेपरी बादल आसिला एवं चलीगला, किंतु तुमे अचल अटल होई खेल खेलुछ। ओम शांति।